କିଛି ପରିବାର ଏମିତି ଅଛନ୍ତି ତାଙ୍କ ସ୍ତ୍ରୀ ଲୋକ ମୁରବି ହେଇଥିବେ, କାହାରି କି ଖାତିର କରୁନଥିବେ ଆଜ୍ଞା। କଥା ପଦକେ ତୁ ତାଙ୍କର ବେବାକର କହୁଥିବେ, ଏମିତିକି ତାଙ୍କ ସ୍ୱାମୀ ବି ତିଳେ ବୋଲି ଖାତିର କରୁନଥିବେ। ଯଦି ବା ତାଙ୍କ ସ୍ୱାମୀ କିଛି କହିଲା ତାଙ୍କୁ ସାଙ୍ଗେ ସାଙ୍ଗେ ଆଜ୍ଞା ତାଙ୍କ ମୁହଁ ଉପରେ ଜବାବ ଦେବେ। ଏଇ ତୁ ମୋ ପାଇଁ କ'ଣ ରଖିଛୁ କି? କେତେ ସମ୍ପତ୍ତି ବାଡ଼ି ରଖିଦେଇଛୁ କି ମୋ ନାଁର? ଆଇଲା କତରୁ ଖଟେଇ ଖଟେଇ ମାରୁଛୁ, ମୋ ଜୀବନ ଖାଇଦେଲୁଣି, ଏମିତି କହୁଥିବେ ଆଜ୍ଞା। ଯଦି ବା ତାଙ୍କ ସ୍ୱାମୀ ରାଗି କିଛି ମାରିଲା କି ପିଟିଲା, ସାଙ୍ଗେ ସାଙ୍ଗେ ଜଣେଇଦେବେ ତାଙ୍କ ବାପ ଘରକୁ। ଆଉ ଯେଉଁ ତାଙ୍କ ମାମୁଁ ଥିବେ ଗୋଟେ ଗୋଟେ ଶଙ୍କୁନି, କ'ଣ କହିବେ ଜାଣିଛନ୍ତି? ଅପାଲୋ ତୁ ପଳେଇ ଆସୁନୁ, ଆସୁନୁ ତତେ ମୁଁ ଏଇଠି ଘର କରିଦେମି ରହିବୁ, ତୁ ଏଟା କତରୁ ପଳିଆ। ଶଙ୍କୁନି ବୁଝି ଦେଉଥିବେ ଆଜ୍ଞା ସେ ମାମୁଁ ଜଣକ। ସେ ଅପା ଜଣକ ଘରୁ ଗଲେ ଦେଖିବେ ସବୁ ଖଟେଇ ଖଟେଇ ତାଙ୍କୁ ପାଣି ମାରୁଥିବେ। ଆଉ ଏମାନେ ତ ବୁଝିପାରୁଥିବେନି, ସାଙ୍ଗେ ସାଙ୍ଗେ ଭାଇ କତି ଖବର ଦେଉଥିବେ। ଭାଇ କିନ୍ତୁ ଠିକ୍ ଅପାର ଫାଇଦା ଉଠଉଥିବ, ଦେଖୁଥିବେ ଆଜ୍ଞା। ସେଥିପାଇଁ ଆଜ୍ଞା ସ୍ୱାମୀ ସ୍ତ୍ରୀର ସମ୍ପର୍କ ବିଷ୍ଣୁ ଆଉ ଲକ୍ଷ୍ମୀଙ୍କ ପରି ହେଲେ ସେଇ ଘର ଲକ୍ଷ୍ମୀ ସଦୃଶ ହୋଇଥାଏ। ରାଗିଲେ ସେଇ ଘର ଭାଙ୍ଗିଥାଏ, କେବେ ବି ସେଇ ଘର ଲକ୍ଷ୍ମୀପୁର ହୋଇନଥାଏ। ସ୍ୱାମୀ ସ୍ତ୍ରୀଙ୍କର ରୂପ ଭଗବାନ ବିଷ୍ଣୁ ଆଉ ମାତା ଲକ୍ଷ୍ମୀଙ୍କ ଭଳି ହେବା ଦରକାର ଆଜ୍ଞା। ଆଉ ଗୋଟେ କଥା କହିବି ଆଜ୍ଞା, ସ୍ୱାମୀ ସ୍ତ୍ରୀର ସମ୍ପର୍କ 20ରୁ 25 ବର୍ଷରୁ ଆରମ୍ଭ ହୋଇଥାଏ, ଆଉ 40ରୁ 45 ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯୌବନ ଅବସ୍ଥା ରୂପରେ ଥାଏ। ଯିଏ ଯାହାକୁ ପାଏ ଗାଳି ଦିଅନ୍ତି, ମନ୍ଦ କରନ୍ତି, ଏମିତିକି ଡିଭୋର୍ସର କଥା, ଏମିତି ଦୁନିଆ କଥା ହୋଇଥାଏ ଆଜ୍ଞା। ସେହି ସମ୍ପର୍କଟାକୁ ଅତି ନିବିଡ଼ କରନ୍ତୁ ଆଜ୍ଞା, ଦେଖିବେ ବାର୍ଦ୍ଧକ୍ୟ ଅବସ୍ଥାରେ ଆପଣଙ୍କର ସମ୍ପର୍କ ଅତି ନିବିଡ଼ ହୋଇଯିବ ଆଜ୍ଞା। ଆଉ ଯଦି ସେଇ ବ୍ୟବଧାନରେ ଆପଣ ଦୁଇ ଜଣ ସବୁବେଳେ ଝଗଡ଼ା କଳି ଲାଗୁଥିବେ ଆଜ୍ଞା, ସେ ଘର ଭାଙ୍ଗିଯିବ ଆଜ୍ଞା। ଆଉ ଦେଖିବେ ସ୍ୱାମୀଟି ମଲା ପରେ ସ୍ତ୍ରୀଟି କାନ୍ଦି କାନ୍ଦି ସେ ଘରର ଦୁଆର ପର୍ଯ୍ୟନ୍ତ ଯାଇଥାଏ, କେବେ ବି ତାକୁ ଶ୍ମଶାନ ପର୍ଯ୍ୟନ୍ତ ନିଆଯାଇ ନଥାଏ। ତେଣୁ ଆଜ୍ଞା ସ୍ୱାମୀଟି ବଞ୍ଚିଥିଲା ଅବସ୍ଥାରେ ତାକୁ ଭଗବାନ ଭଳିଆ ସମ୍ମାନ ଦିଅନ୍ତୁ, ଯଦି ମଲାବେଳେ ସିନ୍ଦୁର ଟିକେ ନେବାକୁ ଚାହୁଁଛନ୍ତି। ତେଣୁ ଆଜ୍ଞା ମୋ ଭିଡ଼ିଓଟି କହିବାର ମାନେ ହେଉଛି, ଯେଉଁ ସ୍ତ୍ରୀମାନେ ନିଜ ସ୍ୱାମୀକି ଗାଳି ଦେଉଛନ୍ତି, ମନ୍ଦ କରୁଛନ୍ତି, ଏମିତି ଆଜ୍ଞା କିଛି କରନ୍ତୁ ନାହିଁ। ନିଜ ସ୍ୱାମୀକି ଭଗବାନ ଭଳିଆ ମାନନ୍ତୁ, ଦେଖିବେ ମଲା ପରେ ଆପଣ ସିନ୍ଦୁରଟିଏ ନେଇକି ହିଁ ଯିବେ। ଭିଡ଼ିଓଟି ଭଲ ଲାଗୁଥିଲେ ଆପଣ ସମସ୍ତଙ୍କୁ ସେୟାର କରିବେ। ଜୟ ଜଗନ୍ନାଥ।